କାହାଣୀ ସୌନ୍ଦର୍ଯ୍ୟ। ଭଗବାନ ପ୍ରଜାପତି ସୌନ୍ଦର୍ଯ୍ୟ ସହିତ ଲଜ୍ଜାକୁ ମଧ୍ୟ ଜନ୍ମ ଦେଇ କହିଲେ, ତୁମେ ଦୁହେଁ ଜଣେ ଅନ୍ୟ ଜଣଙ୍କୁ ରକ୍ଷା କରି ପ୍ରସନ୍ନତା ପ୍ରାପ୍ତ କର। ଉଭୟ ସୁଖପୂର୍ବକ ରହିବାକୁ ଲାଗିଲେ। ଥରେ ସୌନ୍ଦର୍ଯ୍ୟ ଲଜ୍ଜାକୁ ତିରସ୍କାର କରି କହିଲା, ମୁଁ ସଂସାରର ସୁଖ ଭୋଗ କରିବା ପାଇଁ ଜନ୍ମ ନେଇଛି। ତୁମେ ମୋତେ ବାରମ୍ବାର ମନା କର ନାହିଁ। ଲଜ୍ଜା ମୁଣ୍ଡ ତଳକୁ କରି କହିଲା, ଭଉଣୀ, ଏପରି କୁହ ନାହିଁ। ମୁଁ ତ ତୁମର ସେବିକା ମାତ୍ର। ଭଗବାନ ମୋତେ ତୁମକୁ ରକ୍ଷା କରିବା ପାଇଁ ପଠାଇଛନ୍ତି। ସୌନ୍ଦର୍ଯ୍ୟକୁ ଏହି ଶିକ୍ଷା ଭଲ ଲାଗିଲା ନାହିଁ। ସେ କହିଲା, ମୁଁ ମୋ ନିଜର ରକ୍ଷା କରିନେବି। ତିରସ୍କାର କରି ଲଜ୍ଜାକୁ ତା ପାଖରୁ ତଡ଼ିଦେଲା। ସୌନ୍ଦର୍ଯ୍ୟ ଏଥର ସ୍ୱଚ୍ଛନ୍ଦ ଭାବରେ ପ୍ରତ୍ୟେକ ସ୍ଥାନରୁ ସୁଖ ପାଇବା ଆରମ୍ଭ କରିଦେଲା। ଏହାଦ୍ୱାରା ତାର ଶକ୍ତି କମିଗଲା। କିଛିଦିନ ପରେ ସେ ସମସ୍ତ ସୌନ୍ଦର୍ଯ୍ୟ ହରାଇ ମଳିନ ହୋଇଗଲା ଏବଂ ତାପରେ ସେ ନିଜ ଭୁଲ ବୁଝିପାରିଲା। ପ୍ରଜାପତି ବ୍ରହ୍ମା ତାକୁ ଦୁଃଖୀ ଦେଖି ପ୍ରକଟ ହେଲେ ଏବଂ କହିଲେ, ପୁତ୍ରୀ, ଏବେ ଆଉ ଲଜ୍ଜାକୁ ତ୍ୟାଗ କରିବୁ ନାହିଁ, ନଚେତ୍ ପଶ୍ଚାତାପ ହିଁ ସାର ହେବ। ସୌନ୍ଦର୍ଯ୍ୟ ବହୁତ ଅନ୍ୟାୟ ବିନୟ କରିବାରୁ ଲଜ୍ଜା ପୁଣି ସୌନ୍ଦର୍ଯ୍ୟ ପାଖକୁ ଆସିଲା। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।